କିଛି ଦିନ ହବ ଟାଟା ପାୱାର ଗୋଟେ ସବୁ କନ୍ଜ୍ୟୁମର ମାନଙ୍କ ଉପରେ ଆଡିସନାଲ ସିକ୍ୟୁରିଟି ଡିପୋଜିଟ୍ ନାମରେ ଟଙ୍କା ଡିପୋଜିଟ୍ କରିଦେଇ ଦାବି କରିଛି, ଡିମାଣ୍ଡ କରିଛି। ଏ 1000 ଟଙ୍କା ଠାରୁ 20,000 ଟଙ୍କା ପର୍ଯ୍ୟନ୍ତ ଏ ଦାବି ରହିଛି ତାର ଦାବି। ତା ବିରୁଦ୍ଧରେ ସାରା ଓଡ଼ିଶାରେ ଜନମତ ଜାଗିଛି। କାରଣ ଟାଟା ଏପର୍ଯ୍ୟନ୍ତ ପଇସା କମେଇଲା ନାହିଁ, ଦରଦାମ କମେଇଲା ନାହିଁ। ସରକାର ଏପର୍ଯ୍ୟନ୍ତ 300 ୟୁନିଟ୍ ମାଗଣା ଦେବା କଥା କହିଥିଲେ, ଦେଲେ ନାହିଁ। ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ମାଗଣା ବିଦ୍ୟୁତ ଶକ୍ତି ସାରା ଭାରତ ବର୍ଷରେ ଅନେକ ରାଜ୍ୟରେ ଦିଆଯାଉଥିଲେ ମଧ୍ୟ ଓଡ଼ିଶାରେ ଦିଆଗଲା ନାହିଁ। ଏଣୁ ଏସବୁର ଲୋକମାନଙ୍କ ଭିତରେ ଦାବି ଆଗରୁ ରହି ଆସିଥିଲା। ଉପଭୋକ୍ତା ମାନେ ତାଙ୍କର ସଂଘ ଏବଂ ମହାସଂଘ ଜରିଆରେ ଏ ଆନ୍ଦୋଳନ ଆରମ୍ଭ କରିଛନ୍ତି। ତା ସହିତ କଂଗ୍ରେସ ଦଳ ମଧ୍ୟ ଏଥିରେ ଯୋଗ ଦେଇଛି। କଂଗ୍ରେସ ଦଳ ସ୍ପଷ୍ଟ ଭାବରେ କହିଛି, ଦରକାର ପଡ଼ିଲେ ଲୁଣ ମରିବା ପାଇଁ ଲୁଣ ମରା ଆନ୍ଦୋଳନ ମହାତ୍ମା ଗାନ୍ଧୀ ଡାକରା ଦେଇଥିଲେ, ଆଇନ ଅମାନ୍ୟ ଆନ୍ଦୋଳନ ମହାତ୍ମା ଗାନ୍ଧୀ ଡାକରା ଦେଇଥିଲେ। ଦରକାର ପଡ଼ିଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ କଂଗ୍ରେସ ଦଳ ପଛେଇବ ନାହିଁ। କାରଣ ଲୋକଙ୍କର ସ୍ୱାର୍ଥ ପାଇଁ, ଲୋକଙ୍କର ବ୍ୟବସ୍ଥା ପାଇଁ, ଲୋକଙ୍କର ସୁବିଧା ପାଇଁ କଂଗ୍ରେସ ଦଳ ଜନ୍ମ ନେଇଥିଲା। ଆଜି ମଧ୍ୟ ସେଇ କଂଗ୍ରେସ ଦଳ ଅଛି, ବଞ୍ଚିଛି। ସେ ସବୁ ସାରା ରାଜ୍ୟ ସାରା ଆଜି ସେ ଆନ୍ଦୋଳନ ଚାଲିଛି। ମୁଁ ଆଶା କରିବି ଯେ ଟାଟା କମ୍ପାନୀ, OARC ଏବଂ ସରକାର ଏ ମିଳିତ ଭାବରେ ଉଦ୍ୟମ କରି ବ୍ୟବସ୍ଥା କରି ଶୀଘ୍ର ଯଥାଶୀଘ୍ର এই ବ୍ୟବସ୍ଥାଟାକୁ ଉଚ୍ଛେଦ କରିବେ, ଏ ଟଙ୍କା ନେବା ବନ୍ଦ କରିବେ ଏବଂ ଯେଉଁ ସ୍ମାର୍ଟ ମିଟର ଲଗାଇବା ପାଇଁ ଜବରଦସ୍ତି ବ୍ୟବସ୍ଥା କରୁଛନ୍ତି, ସେ ସ୍ମାର୍ଟ ମିଟର ଜବରଦସ୍ତି ବ୍ୟବସ୍ଥା ନ କରିବା ପାଇଁ ଆଦେଶ ଦେବେ, ଏ କଥା ଆଶା କରିବୁ। ତା ସହିତ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗେଇବା ସବୁ ଲୋକଙ୍କୁ ତାକୁ ଯୋଗେଇବେ। ଏବଂ ତାଠାରୁ ଆହୁରି ଗୋଟିଏ ବଡ଼ କଥା ହେଉଛି, ଚାଷୀମାନଙ୍କୁ, ଓଡ଼ିଶାର ଚାଷୀମାନଙ୍କୁ ବିନା ଶୁଳ୍କରେ ବିଦ୍ୟୁତ ଯୋଗେଇବେ ବୋଲିକିରି ଆମେ ଆଶା କରୁଛୁ। ଏହିସବୁ ଦାବି ନେଇକିରି ଆନ୍ଦୋଳନ ଚାଲିଛି। ଦାମ କମିବା ମଧ୍ୟ ଆମେ ଦାବି କରୁଛୁ। ଏହି ଦାବି ନେଇକିରି ଆନ୍ଦୋଳନ କଂଗ୍ରେସ କରୁଛି। ଏହି ଆନ୍ଦୋଳନ ନେଇକି ଆନ୍ଦୋଳନ ଖୁବ୍ ଶୀଘ୍ର ଆମେ ଦେଖିବୁ। ଏ ଆନ୍ଦୋଳନ ଖୁବ୍ ଶୀଘ୍ର ଆମ ରାଜ୍ୟରେ ଉପଭୋକ୍ତା ମାନେ ମଧ୍ୟ କରିବେ।